କାଉଡ଼ିଆ ଯାତ୍ରାରେ ବେଟି ବଚାଓ ସନ୍ଦେଶ ମଧ୍ୟ ରହିଛି। ଦେଶର ଝିଅମାନଙ୍କର ଉନ୍ନତି ତଥା ଶିକ୍ଷା ପାଇଁ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ବେଟି ବଚାଓ ବେଟି ପଢ଼ାଓ ସ୍ଲୋଗାନକୁ ଦିଲ୍ଲୀର ରାଜୌରୀ ଗାର୍ଡେନ ଅଞ୍ଚଳର କମଲ ନିଜର ଅନନ୍ୟ କାଉଡ଼ିଆ ଯାତ୍ରା ସହ ସେ ଜୀବନ୍ତ କରିଛନ୍ତି। କମଲ ତାଙ୍କର ଯେଉଁ ଛୋଟ ଝିଅ ଦକ୍ଷିତାଙ୍କୁ ଗୋଟିଏ କାନ୍ଧରେ ବସାଇ ଅନ୍ୟ କାନ୍ଧରେ ତାଙ୍କର ଝିଅ ଓଜନର ପବିତ୍ର ଗଙ୍ଗା ଜଳର ଭାରକୁ ନେଇ ସେ ସମ୍ପ୍ରତି ଉତ୍ତରାଖଣ୍ଡର ହରିଦ୍ୱାରରୁ ସେ ଦିଲ୍ଲୀକୁ ଯାତ୍ରା କରୁଛନ୍ତି। କମଲ କହିଛନ୍ତି 4 ବର୍ଷ ତଳେ ତାଙ୍କ ଝିଅ ଗୁରୁତର ଅସୁସ୍ଥ ହୋଇଯାଇଥିଲେ। ଯଦି ଝିଅ ସୁସ୍ଥ ହୋଇଯାଏ ତେବେ କାଉଡ଼ିଆ ଯାତ୍ରାରେ ଝିଅ ଓଜନର ଗଙ୍ଗାଜଳ ବହନ କରି ବାବା ଭୋଲେନାଥଙ୍କୁ ଅର୍ପଣ କରିବେ ବୋଲି ସେ ମାନସିକ କରିଥିଲେ। ଭୋଲେନାଥଙ୍କର କୃପାରୁ ସେତେବେଳେ ତାଙ୍କର ଝିଅ ଠିକ୍ ହୋଇଯାଇଥିଲେ ଏବଂ ସେ ଏବେ ଭୋଲେନାଥଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଛନ୍ତି ବୋଲି କମଲ କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କର ବେଟି ବଚାଓ ବେଟି ପଢ଼ାଓ ଅଭିଯାନ ତାଙ୍କୁ ଅନୁପ୍ରାଣିତ ମଧ୍ୟ କରିଛି। ଉକ୍ତ ବାର୍ତ୍ତା ସହ ସେ ଏହି କାଉଡ଼ିଆ ଯାତ୍ରା କରୁଥିବା କମଲ କହିଛନ୍ତି, ଭଲ ପାଠ ପଢ଼ି ଝିଅ ଦକ୍ଷିତା ବହୁ ଆଗକୁ ବଢ଼ୁ, ଏହା ତାଙ୍କର ଏକମାତ୍ର ଆଶା ବୋଲି ସେ ମଧ୍ୟ କହିଛନ୍ତି। ଏହିପରି ଆଉ ଏକ ବୋଲବମ୍ ଯାତ୍ରା ନିଆରା ବୋଲବମ୍ ଯାତ୍ରା ମଧ୍ୟ ଆମର ଓଡ଼ିଶାରୁ ମଧ୍ୟ ତାହା ହୋଇଥିଲା। ସେ ତାଙ୍କର ବୃଦ୍ଧା ମାଆଙ୍କୁ ସେ ତାଙ୍କର ପୁଅ ବୋହୂ ତାଙ୍କୁ କାନ୍ଧରେ ପାଣି କଳସ ସହ ତାଙ୍କର ମାଆଙ୍କୁ ମଧ୍ୟ ଗୋଟିଏ ଭାରରେ ତାଙ୍କୁ ବସାଇ ସେ ମଧ୍ୟ ଯାତ୍ରା କରିଥିବାର ମଧ୍ୟ ବହୁତ ଚର୍ଚ୍ଚା ଘଟଣା ମଧ୍ୟ ଆମର ସାମ୍ନାକୁ ଆସିଥିଲା। ସେ କଟକର ଗଡ଼ଗଡ଼ିଆ ଘାଟରୁ ଜଳ ଉତ୍ତୋଳନ କରି ସେ ଯାଇଛନ୍ତି କପିଳାସକୁ, ସେ ଯାତ୍ରା କରିଛନ୍ତି ଚାଲି ଚାଲି ସେଠାରେ ମଧ୍ୟ ପହଞ୍ଚିକରି ସେ ତାଙ୍କର ମାଆଙ୍କ ପାଇଁ ଯେଉଁ କରିଥିବା ଯେଉଁ ମାନସିକ ତାକୁ ମଧ୍ୟ ସେ ପୂରଣ କରିଛନ୍ତି। ତେଣୁ ଏଇ ଯେଉଁ ବୋଲବମ୍ ଯାତ୍ରା ଆମର ପୁରାଣରୁ ମଧ୍ୟ ଏଇ ଯେଉଁ ବୋଲବମ୍ ଯାତ୍ରା ପ୍ରଚଳିତ ହୋଇ ଆସିଛି। ଆମ ରାମଚନ୍ଦ୍ର କିମ୍ବା ଯଦି ଦେଖିବେ ରାବଣ, ପରଶୁରାମ ଏବଂ ଯେଉଁ ଶ୍ରବଣ କୁମାର ସେମାନଙ୍କ ଠାରୁ ବୋଲବମ୍ ଯାତ୍ରା ଆରମ୍ଭ ହୋଇଥିବା କୁହାଯାଏ। ଆହୁରି ମଧ୍ୟ ଦେଖାଯାଏ କେତେଜଣ ଏଇ ଯେଉଁ ପବିତ୍ର ଯେଉଁ ଶ୍ରାବଣ ମାସରେ ବୋଲବମ୍ ଯାତ୍ରା ନିଆରା ଢଙ୍ଗରେ ମଧ୍ୟ ତାଙ୍କର ବୋଲବମ୍ ଯାତ୍ରା କରନ୍ତି, ଯାହାକି ସମାଜକୁ ଏକ ଭଲ ବାର୍ତ୍ତା ମଧ୍ୟ ଦିଏ। ଅନେକ ପରିବେଶ ସୁରକ୍ଷା ଉଦ୍ଦେଶ୍ୟରେ ଆହୁରି ମଧ୍ୟ ତାଙ୍କର ଯେଉଁ ସମାଜକୁ ତାଙ୍କର ଏକ ବାର୍ତ୍ତା ହିସାବରେ ଯେ ନିଜର କର୍ତ୍ତବ୍ୟ କିଭଳି ତାଙ୍କର ନିଜ ପିତାମାତାଙ୍କ ପ୍ରତି କର୍ତ୍ତବ୍ୟ କିମ୍ବା ଆମର ସରକାରଙ୍କର ଯେଉଁ ସ୍ଲୋଗାନ ବେଟି ବଚାଓ ବେଟି ପଢ଼ାଓ ସେହି ସ୍ଲୋଗାନକୁ ମଧ୍ୟ ଏଇ ଯେଉଁ ବୋଲବମ୍ ଯାତ୍ରା ମାଧ୍ୟମରେ ତାକୁ ମଧ୍ୟ ସେ ପ୍ରଦର୍ଶନ କରୁଛନ୍ତି। ତେଣୁ ଏଇ ଯେଉଁ ଶ୍ରାବଣ ମାସ ତ ପବିତ୍ର, ଏହି ଦିନ ଭଗବାନ ଶିବଙ୍କୁ ପୂଜା କରାଯାଏ। ତା ସହିତ ଅନ୍ୟାନ୍ୟ ଦେବତାମାନେ ସେମାନେ ତାଙ୍କର ମଧ୍ୟ ଉପାସନା କରାଯିବାର ମଧ୍ୟ ରହିଛି, ମହତ୍ତ୍ୱ ରହିଛି। ତେଣୁ ଏଇ ଯେଉଁ କାଉଡ଼ି ଯାତ୍ରାରେ ଯେଉଁମାନେ ଯାଉଛନ୍ତି ସେମାନେ ନିତ୍ୟ କର୍ମରେ ତାଙ୍କର ଶୁଦ୍ଧ ଏବଂ ପବିତ୍ର ହୋଇ ସେମାନେ ବରୁଣ ଦେବତାଙ୍କୁ ପୂଜା କରି ଜଳକୁ ତାଙ୍କର ତମ୍ବା କିମ୍ବା ପିତ୍ତଳ କିମ୍ବା ଚାନ୍ଦି ପାତ୍ରରେ ଜଳ ଧରି ଯିବାର ଯେଉଁ ବିଧି ରହିଛି କିମ୍ବା ମାଟି ପାତ୍ରରେ ମଧ୍ୟ ସଂଗୃହୀତ ଜଳକୁ ମଧ୍ୟ ତାକୁ ନେଇକରି ଶିବଲିଙ୍ଗରେ ଢଳାଯାଏ। କିନ୍ତୁ ପ୍ଲାଷ୍ଟିକରେ ଯେଉଁ ନିଆଯାଉଛି ତାହା କିନ୍ତୁ ବିଧି ନୁହଁ। ତାପରେ ଯେଉଁମାନେ ମାନସିକ କରି ଯାଉଛନ୍ତି ତାଙ୍କର ମାଆଙ୍କୁ ଯେ ବହିକିରି ନେଉଛନ୍ତି କିମ୍ବା ତାଙ୍କର ଝିଅଙ୍କୁ ସେ ତା ସହିତ ମଧ୍ୟ ସେଇ ଝିଅ ଓଜନର ଜଳ ମଧ୍ୟ ସେମାନେ ନେଉଛନ୍ତି, ଯାହାକି ତାହା ତମ୍ବା ପାତ୍ରରେ ମଧ୍ୟ ତାହା ସଂଗୃହୀତ କିମ୍ବା ପିତ୍ତଳ ପାତ୍ରରେ ନେଇକରି ସେମାନେ ଯାଉଛନ୍ତି। କାଉଡ଼ିରେ ସଂଗୃହୀତ ଯେଉଁ ଜଳ ଉପରେ ମଧ୍ୟ ତା'ର ପବିତ୍ରତା ଉପରେ ମଧ୍ୟ ସତର୍କତା ଅବଲମ୍ବନ କରିବା ଉଚିତ। ଏଇ ଯେଉଁ ଜଳ ସ୍ରୋତରୁ ଯେତେବେଳେ ଜଳ ଭର୍ତ୍ତି କରି ତାକୁ ଉଦ୍ଦିଷ୍ଟ ଯେଉଁ କର୍ମ ଅର୍ଥାତ୍ ଆମେ ଯେଉଁ ଶିବଙ୍କର ଯେଉଁ ଅଭିଷେକ ନିମନ୍ତେ ଯେଉଁ ସବୁ କର୍ମ ସବୁ କରାଯାଏ, ପୂଜା ଅର୍ଚ୍ଚନା କରାଯାଏ, ବାଲୁକା ଶିବଲିଙ୍ଗ ଶିବଙ୍କୁ ଅର୍ପଣ କରିବା ପୂର୍ବରୁ ଭୂମିରେ କିନ୍ତୁ ରଖିବା ଅନୁଚିତ। ଅଶୌଚ ସମୟରେ କାଉଡ଼ିଆମାନେ ନିଜ ସାଥୀଙ୍କୁ ତାଙ୍କୁ ଧରାଇବା ବା କୌଣସି ଉଚ୍ଚ ଜାଗାରେ ଟାଙ୍ଗିକିରି ତାକୁ ରଖିବା ଉଚିତ, ଯେପରି ତାହା କୌଣସି ଭୂମିକୁ ସ୍ପର୍ଶ କରିନଥିବା ଦରକାର। ଆଉ ଯଦି କାଉଡ଼ି ଉପରେ ଯଦି କାଉ ବସିଗଲା କିମ୍ବା ଯଦି ଆପଣ କୁକୁରକୁ ଯଦି ସ୍ପର୍ଶ କଲେ ତାହେଲେ ପୁଣି ଥରେ ଆପଣଙ୍କୁ ସ୍ନାନ କରି ନୂତନ ଭାବରେ ଜଳ ଉତ୍ତୋଳନ କରିବାକୁ ପଡ଼ିବ। ଆଉ ଯଦି ଭୂମିରେ ଯଦି ରଖିଦେଲେ ତାହେଲେ ମଧ୍ୟ ପୁଣି ଥରେ ନୂତନ ଭାବରେ ଆପଣଙ୍କୁ ଜଳ ଆଣିବାକୁ ପଡ଼ିବ। ତେବେ ଏହି ସମୟରେ ଯାତ୍ରା ସମୟରେ ଅଶୌଚ ହୋଇଥିଲେ ପୁଣି ଥରେ ନଦୀରେ ସ୍ନାନ କରି ତାପରେ ମନ୍ତ୍ର ଉଚ୍ଚାରଣ କରି ଆପଣ ଜଳ ଧରି ଯାତ୍ରା କରିବା ଉଚିତ। ଏବଂ ସୂର୍ଯ୍ୟ ଉଦୟର 2 ଘଣ୍ଟା ପୂର୍ବରୁ ଏବଂ ସୂର୍ଯ୍ୟ ଅସ୍ତର 2 ଘଣ୍ଟା ପରେ କାଉଡ଼ିଆ ଯାତ୍ରା କରିବାର ମଧ୍ୟ ନିୟମ ରହିଛି। ତେବେ ଆନନ୍ଦ ରାମାୟଣରେ ଲେଖା ଅଛି ଯେ ତ୍ରେତୟା ଯୁଗରେ ଭଗବାନ ରାମଚନ୍ଦ୍ର ଏଇ ଯେଉଁ କାଉଡ଼ିଆ ସାଜି ସେ ସୁଲତାନଗଞ୍ଜ ନିକଟ ଗଙ୍ଗାରୁ ଜଳ ସଂଗ୍ରହ କରି ବୈଦ୍ୟନାଥ ଧାମରେ
ସେ ଭଗବାନ ଶିବଙ୍କୁ ଜଳାଭିଷେକ କରିଥିଲେ। ତାପରେ ଲଙ୍କପତି ରାବଣ ମଧ୍ୟ କାଉଡ଼ିଆ ସାଜି ଶିବଙ୍କୁ ଜଳାଭିଷେକ କରିଥିବାର ମଧ୍ୟ ପୁରାଣରେ ବର୍ଣ୍ଣନା ରହିଛି। ସେହିଭଳି ଭାବରେ ଆଉ ଜଣେ ହେଉଛନ୍ତି ଭୂତନାଥ ଭୈରବ। ସେ ମଧ୍ୟ ଶିବଙ୍କୁ କାଉଡ଼ିଆରେ ସାଜି ସେ ଜଳ ମଧ୍ୟ ଲାଗି କରିଥିଲେ। ସେ ଯାହା ହେଉ କାଉଡ଼ିଆ ଯାତ୍ରାରେ ଯେଉଁ ପରମ୍ପରା ବା ଯେଉଁ ସ୍ଲୋଗାନ ଗୁଡ଼ିକ ନିଜର କର୍ତ୍ତବ୍ୟ ବା ମାନସିକ ଯେଉଁମାନେ ପୂରଣ କରୁଛନ୍ତି ନିଆରା ଢଙ୍ଗରେ, କିନ୍ତୁ ତାହା ମଧ୍ୟ ବହୁତ ଭଲ ଏବଂ ଏହା ସମାଜକୁ ମଧ୍ୟ ଏକ ଭଲ ବାର୍ତ୍ତା ମଧ୍ୟ ଦେଉଛି।